ଚ୍ୟାନେलକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ୟୁନିଟ୍ ଇଜ୍ ଷ୍ଟ୍ରେଂଥ। ମୁଁ ଆଜି 5 ଫିଙ୍ଗର୍ସକୁ ନେଇକି ଗୋଟେ ବଢ଼ିଆ ସୁନ୍ଦର ଷ୍ଟୋରି ଆପଣମାନଙ୍କୁ କହିବି। ଆପଣ ଜାଣିଛନ୍ତି ମଣିଷ ଏକ ସାମାଜିକ ପ୍ରାଣୀ। ଏହି ସମାଜରେ ତାକୁ ଗ୍ରେଟ୍ ବନିବାକୁ ହେଲେ, କିଛିଟା ଆଚିଭ୍ କରିବାକୁ ହେଲେ ତାକୁ ବହୁତ କିଛି ମେଣ୍ଟେନ୍ କରିବାକୁ ପଡ଼ିଥାଏ। ପ୍ରୋଫେସନାଲ୍ ଲାଇଫ୍, ପର୍ସନାଲ୍ ଲାଇଫ୍, ସବୁକିଛି ତାକୁ ବାଲାନ୍ସିଂ କରିବାକୁ ପଡ଼ିଥାଏ। ମୁଁ ଗୋଟେ ଆଜି ସୁନ୍ଦର ଷ୍ଟୋରି କହିବି 5 ଫିଙ୍ଗର୍ସକୁ ନେଇକି। ୱାନ୍ସ 5 ଫିଙ୍ଗର୍ସ ଝଗଡ଼ା କରୁଥିଲେ, ଲଢ଼େଇ କରୁଥିଲେ। ସେତିକିବେଳେ ଥମ୍ ଫିଙ୍ଗର କହୁଥିଲା ମୁଁ ହେଉଛି ଗ୍ରେଟ୍। କାହିଁକି ନା ମୋତେ ସମସ୍ତେ ୱେଲ୍ ଡନ୍ କହନ୍ତି, ବେଷ୍ଟ ଅଫ୍ ଲକ୍ କୁହନ୍ତି। ଆଉ ଯେତେବେଳେ ଟିପ ଚିହ୍ନ ଦିଆଯାଏ ଏଇଥିରେ ହିଁ ଦିଆଯାଏ, ମୋ ଦ୍ୱାରା। ଆଉ ଇଣ୍ଡେକ୍ସ ଫିଙ୍ଗର କହିଲା ମୋତେ ସମସ୍ତେ ଏମିତି ଦେଖାନ୍ତି, ମୋ ଦ୍ୱାରା ବାଟ ଦେଖାନ୍ତି, ମୋତେ ପଏଣ୍ଟିଂ କରନ୍ତି ମୋ ଦ୍ୱାରା। ଆଉ ମିଡିଲ୍ ଫିଙ୍ଗର କହିଲା ମୁଁ ସବୁଠୁ ହେଉଛି ଟଲେଷ୍ଟ, ମୁଁ ସବୁଠୁ ବଡ଼। ଏମିତି କହିକି ଏ ଗର୍ବ ଅନୁଭବ କଲା, କହିଲା ମୁଁ ସବୁଠୁ ବଡ଼। ଆଉ ରିଙ୍ଗ ଫିଙ୍ଗର କ'ଣ କହିଲା ଜାଣିଛନ୍ତି? ରିଙ୍ଗ ଫିଙ୍ଗର କହିଲା ମୁଁ ହେଉଛି ସବୁଠୁ ଗ୍ରେଟ୍। କାହିଁକି ନା ମୁଁ ହେଉଛି ରିଙ୍ଗ ଫିଙ୍ଗର। ମୋତେ ସବୁ ପ୍ରକାର ରିଙ୍ଗ, ଡାୟମଣ୍ଡ ରିଙ୍ଗ, ଗୋଲ୍ଡ ରିଙ୍ଗ ମୋତେ ହିଁ ସବୁ ପିନ୍ଧାନ୍ତି, ମୁଁ ହେଉଛି ଗ୍ରେଟ୍। ଆଉ ଲିଟିଲ୍ ଫିଙ୍ଗର କହିଲା କ'ଣ ଜାଣିଛନ୍ତି? ତୁମେମାନେ ସବୁ ମହାନ, କିନ୍ତୁ ତା ସତ୍ତ୍ୱେ ବି ମୁଁ ହେଉଛି ସବୁଠୁ ଗ୍ରେଟ୍। କାହିଁକି ନା ଭଗବାନଙ୍କୁ ଯେତେବେଳେ ନମସ୍କାର ଯିଏ ବି କରନ୍ତି, ମୋର ମୁହଁ ସଦାସର୍ବଦା ଭଗବାନ ଆଡ଼କୁ ଏମିତି ରହିଥାଏ। ସେଥିପାଇଁ ମୁଁ ଗ୍ରେଟ୍। ଏମିତି ହେଇକି 5ଟା ଫିଙ୍ଗର ପରସ୍ପର ମଧ୍ୟରେ ଲଢ଼େଇ ଝଗଡ଼ା କଲେ। ସେ କହିଲା ମୁଁ ଗ୍ରେଟ୍, ଇଏ କହିଲା ମୁଁ ଗ୍ରେଟ୍, ମୁଁ ଗ୍ରେଟ୍, ମୁଁ ଗ୍ରେଟ୍ ଖାଲି କହିଲେ। ବଡ଼ ଧରଣର ଲଢ଼େଇ ଝଗଡ଼ା ହେଲା। ସେତିକିବେଳେ ମାଉଥ କହିଲା ଚୁପ୍ କର, ଚୁପ୍ କର, ପାଟି ଆଦୌ କର ନାହିଁ। ତମେମାନେ କ'ଣ ଇଣ୍ଡିଭିଜୁଆଲ ହେଇକି ଅଲଗା ଅଲଗା ହେଇକି କେଉଁ କାମ କେବେ କରିପାରିବ? ଅଲଗା ହେଇଗଲେ କ'ଣ କେଉଁ କାମ କେବେ କରିପାରିବ? ନା, କଦାପି କରିପାରିବ ନାହିଁ। ଟୁଗେଦରନେସ୍, ଏକାଠି ହେଲେ ହିଁ ତମେ ଗୋଟେ କାମ ସମ୍ପୂର୍ଣ୍ଣ କରିପାରିବ। ତମ ଭିତରେ ସବୁ କ୍ୱାଲିଟିଜ୍ ଅଛି, କିନ୍ତୁ ତମେ ଏକାଠି ହେଲେ ହିଁ ଗୋଟେ କାମ ତମେ କରିପାରିବ। ଠିକ୍ ସେହିପରି ଆମ ଜୀବନରେ ବହୁତ କିଛି ରହିଛି, ଯେପରିକି ପର୍ସନାଲ ଗୋଲ୍, ପ୍ରଫେସନାଲ ଗୋଲ୍, ମେଣ୍ଟାଲ ଆକ୍ଟିଭନେସ୍, ଫିଜିକାଲ ଆକ୍ଟିଭନେସ୍, ଇଣ୍ଟର ରିଲେସନସିପ୍ ମିନ୍ସ ସେ ଫ୍ୟାମିଲି ସହିତ ହଉ ବା ଫ୍ରେଣ୍ଡସଙ୍କ ସହିତ ରିଲେସନ୍ ହଉ ବା ନେବରଙ୍କ ସହିତ ହଉ, ପଡ଼ୋଶୀମାନଙ୍କ ସହିତ ହଉ, ସମସ୍ତଙ୍କ ସହିତ ଇଣ୍ଟର ରିଲେସନସିପ୍, ଏସବୁ ଯାକ ସବୁ ମିଶିଲେ ଆମେ ମହାନ ହୋଇପାରିବା, ଗ୍ରେଟ୍ ହୋଇପାରିବା। ଆମ ଜୀବନରେ ଆମେ କିଛି ଆଚିଭ୍ କରିପାରିବା। ଅଲଗା ହେଲେ ଆଦୌ ହବ ନାହିଁ। ଠିକ୍ ସେହିପରି ଆମର ମାଇଣ୍ଡ ଆଉ ବଡି ପରସ୍ପର ସହିତ ଇଣ୍ଟର ରିଲେଟେଡ୍। ଆମ ମାଇଣ୍ଡ ଯଦି ଠିକ୍ ନଥିବ, ବଡି ମଧ୍ୟ କାମ କରିବନି। ବଡି ଯଦି ଠିକ୍ ନଥିବ, ଆମର ମାଇଣ୍ଡ କାମ କରିବ ନାହିଁ। ସମୟ ସମୟ ଯଦି ମାଇଣ୍ଡ ଠିକ୍ ନଥାଏ, ବଡି ମାନଙ୍କର ଆକ୍ଟିଭ୍ ହୋଇଥାଏ, ତେବେ ବଡି ମାଇଣ୍ଡକି କହିବ ଯେ ମୁଁ ଏ କାମ ଆମେ କରିବା। ସେଥିପାଇଁ ସବୁକିଛିକି ଆମ ଭିତରେ ସବୁବେଳେ ସଜାଗ ରଖିବାକୁ ପଡ଼ିବ, ଆକ୍ଟିଭନେସ୍ ରଖିବାକୁ ପଡ଼ିବ। ଆମ ଜୀବନକୁ ଆଗେଇବାକୁ ହେଲେ, କିଛିଟା ଆଚିଭ୍ କରିବାକୁ ହେଲେ।
ए स्टोरीटा आपण मानकु केमिति लागिला मते कमेंट सेक्शन में जणाइबे।